ଯେତେବେଳେ ଭାଗ୍ୟ ଓ କର୍ମ ଏକା ସାଥିରେ ଚାଲେ ସେତେବେଳେ ସଫଳତା ନିଶ୍ଚିତ ମିଳେ। ଏହା ହେଉଛି ଜ୍ୟୋତିଷର ସତ୍ୟ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଂଘ ମାଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ଧନୁରାଶିର ଜାତକ ଜାତିକାମାନଙ୍କ ପାଇଁ ଏହି ଏପ୍ରିଲ ମାସ 2026 ମସିହା କିପରି କଟିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଲଭ୍ ରିଲେସନ୍, ଫାଇନାନ୍ସ, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରୁ ତୃତୀୟ ଭାବରେ ରାହୁ ଏବଂ ବୁଧ ଅବସ୍ଥାନ କରିଛନ୍ତି। ଚତୁର୍ଥରେ ଶନି, ରବି ଏବଂ ମଙ୍ଗଳ ଅବସ୍ଥାନ କରିଛନ୍ତି। ପଞ୍ଚମରେ ଶୁକ୍ର, ସପ୍ତମରେ ବୃହସ୍ପତି ଏବଂ ନବମରେ କେତୁ ଅବସ୍ଥାନ କରିଛନ୍ତି। ବନ୍ଧୁଗଣ, ଏହି ବିଚାର ଜନ୍ମରାଶି ଚନ୍ଦ୍ରରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ଧନୁରାଶି ଏବଂ ଧନୁଲଗ୍ନ ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ସର୍ବପ୍ରଥମେ ଦେଖିବା ଆପଣଙ୍କର ସ୍ୱାସ୍ଥ୍ୟ ଏହି ମାସରେ କିପରି ରହିବ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମର ଷ୍ଟ୍ରେନ୍ଥ, ଆମ ଇମ୍ୟୁନିଟିର ଭାବ। ପ୍ରଥମ ଭାବର ଅଧିପତି ହେଲେ ବୃହସ୍ପତି, ଅଛନ୍ତି ସପ୍ତମରେ ଏବଂ ଦୃଷ୍ଟି ଦେଉଛନ୍ତି ନିଜ ଗୃହକୁ। ବୃହସ୍ପତି ନିଜେ ଲଗ୍ନକୁ ଦେଖୁଥିବାରୁ ବଡି ଇମ୍ୟୁନିଟି ଏବଂ ରିକଭରି ପାୱାର ଷ୍ଟ୍ରଙ୍ଗ ରହିବ। ଯଦି ବି କିଛି ପୁରୁଣା ରୋଗ ଥାଏ ତେବେ ଧୀରେ ଧୀରେ ଇମ୍ପ୍ରୁଭମେଣ୍ଟ ଦେଖାଯିବ। ଲଗ୍ନାଧିପତି ବୃହସ୍ପତି ମିଥୁନରେ ଥିବାରୁ ସିଜନାଲ କୋଲ୍ଡ, କଫ୍, ଥ୍ରୋଟ୍ ଇସ୍ୟୁ ରହିପାରେ। ଡାଇଜେସନ୍ ପ୍ରୋବ୍ଲେମ୍, ଗ୍ୟାସ୍, ଏସିଡିଟି, ମେଣ୍ଟାଲ ରେଷ୍ଟଲେସନେସ୍, ଓଭର ଥିଙ୍କିଂ ରହିବ। କେବେ କେବେ ୱେଦର ଚେଞ୍ଜରେ ମାଇନର ହେଲ୍ଥ ଇସ୍ୟୁ ଦେଖାଦେଇପାରେ, ଫିଭର ରହିପାରେ। ବୃହସ୍ପତି ମିଥୁନରେ ଥିବାରୁ ମାଇଣ୍ଡ ଅଧିକ ଆକ୍ଟିଭ ରହିବ। ଓଭର ଥିଙ୍କିଂ ବଢ଼ିବ, ଟେନସନ୍ ବି ବଢ଼ିପାରେ। ମାସ ଆରମ୍ଭରେ ଏନର୍ଜି ନର୍ମାଲ ରହିବ, ମଧ୍ୟ ଭାଗରେ ୱିକନେସ୍ ରହିବ ଆଉ ଶେଷରେ ପୁଣି ଷ୍ଟେବିଲିଟି ଆସିଯିବ। ଓଭରଅଲ୍ ଯଦି କହିବି ଏହି ଏପ୍ରିଲ ମାସରେ ମେଜର ହେଲ୍ଥ ଇସ୍ୟୁ ସେମିତି କିଛି ଧନୁରାଶିର ନାହିଁ। ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟମ ଧରଣର ରହିବ। ବୃହସ୍ପତିଙ୍କର ଦୃଷ୍ଟି ଲଗ୍ନକୁ ଥିବାରୁ ଫ୍ୟାଟ୍ ଟିକେ ବଢ଼ିପାରେ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ମଙ୍ଗଳ ଚତୁର୍ଥ ଭାବରେ ଶନି ଏବଂ ରବିଙ୍କ ସହିତ ଅଛନ୍ତି। ପାଠପଢ଼ାରେ ମାନସିକ ଚାପ ପଡ଼ିପାରେ। ଘରୋଇ ପରିବେଶରେ ଡିଷ୍ଟ୍ରାକ୍ସନ୍ ହେବ, ଫୋକସ୍ ଭଙ୍ଗ ହେବାର ଚାନ୍ସ ଅଧିକ ରହିଛି। ଶନି ମଙ୍ଗଳ ପରସ୍ପର ଶତ୍ରୁ, ତେଣୁ ପାଠପଢ଼ାରେ ଫୋକସ୍ ରଖିବା କଷ୍ଟକର ହୋଇଯିବ। ପଢ଼ିଲେ ମଧ୍ୟ ମନେ ରହିବାରେ ଅସୁବିଧା ହେବ। ରବି ମଙ୍ଗଳ ସହିତ ଥିବାରୁ ଏକ୍ଜାମକୁ ନେଇ କନଫିଡେଣ୍ଟ ରହିବେ, କାରଣ ରବି ହେଉଛନ୍ତି ଭାଗ୍ୟପତି ତଥା ନବମପତି। ପ୍ୟାରେଣ୍ଟସ୍ ଏବଂ ଟିଚରଙ୍କର ପ୍ରେସର ବିଦ୍ୟାର୍ଥୀମାନଙ୍କ ଉପରେ ରହିବ। ଶନି ମଧ୍ୟ ମଙ୍ଗଳଙ୍କ ସହିତ ଚତୁର୍ଥ ଭାବରେ ରହୁଛି, ଷ୍ଟେବୁଲ୍ ପ୍ରୋଗ୍ରେସ୍ ଦେବ। କନସିଷ୍ଟେନ୍ସ ଏଫର୍ଟରେ ଲଙ୍ଗ୍ ଟର୍ମ ସକ୍ସେସ୍ ମିଳିବ। ଯେଉଁ ଷ୍ଟୁଡେଣ୍ଟସ୍ ମାନେ ସ୍କୁଲ ଲେବୁଲରେ ଅଛନ୍ତି, ଡିଷ୍ଟ୍ରାକ୍ସନ୍ ଏବଂ ଲେଜିନେସ୍ ବଢ଼ିବ। ଯେଉଁମାନେ ଏଣ୍ଟ୍ରାନ୍ସ ପାଇଁ ପ୍ରିପେୟାର ହେଉଛନ୍ତି, ପ୍ରେସର ବଢ଼ିବ। ଟେକ୍ନିକାଲ ଷ୍ଟଡି ଯେଉଁମାନେ କରୁଛନ୍ତି, ଇଞ୍ଜିନିୟରିଂ, ମେଡ଼ିକାଲ ଷ୍ଟୁଡେଣ୍ଟସ୍ମାନଙ୍କ ପାଇଁ ଏକ୍ସଟ୍ରା ହାର୍ଡ଼ୱାର୍କ ଦରକାର। ସେହିପରି ନବମ ଅଧିପତି ରବି ମଧ୍ୟ ଉଚ୍ଚଶିକ୍ଷାର ଅଧିପତି। ଏପ୍ରିଲ 14 ପରେ ମେଷ ରାଶିର ଉଚ୍ଚସ୍ଥ ରହିବେ। ସଡନ୍ ଗ୍ରୋଥ୍ ଏବଂ ସକ୍ସେସ୍ ଦେଖାଉଛି। ବିଦ୍ୟାର୍ଥୀମାନଙ୍କର କନଫିଡେନ୍ସ ବୁଷ୍ଟ ହେବ, ଏକ୍ଜାମରେ ଭଲ କରିବେ। ନବମ ଭାବ ଷ୍ଟ୍ରଙ୍ଗ ହେଲେ ଯେଉଁମାନେ ହାୟର ଷ୍ଟଡି କରିବା ପାଇଁ ଚାହୁଁଛନ୍ତି, ଡିଷ୍ଟାନ୍ସ ଲର୍ଣ୍ଣିଂ, ଡିଷ୍ଟାନ୍ସ କୋର୍ସ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଭଲ ସମୟ ରହିଛି। ସ୍କଲାରସିପ୍ ଏବଂ ଆଡ଼ମିସନର ଚାନ୍ସ ବଢ଼ିବ। ଫରେନ୍ ଏଜୁକେସନର ଅପରଚ୍ୟୁନିଟି ଆସିପାରେ। ରବି ହେଲେ ନବମ ଭାବର ଅଧିପତି। ପଞ୍ଚମ ସ୍ଥାନରେ ମେଷ ରାଶିର ଉଚ୍ଚସ୍ଥ ରହୁଛନ୍ତି ଏବଂ ସଂଯୁକ୍ତ ହେଉଛନ୍ତି ଶୁକ୍ର ସହିତ। ଯେଉଁମାନେ କ୍ରିଏଟିଭ୍ ଫିଲ୍ଡରେ ଡିଜାଇନ୍, ମିଡ଼ିଆ, ସାଉଣ୍ଡ, ଆର୍ଟ, ପେଣ୍ଟିଂ ଏହିସବୁ ବିଭାଗରେ ପାଠ ପଢ଼ୁଛନ୍ତି, ସେମାନେ ସଫଳତା ଲାଭ କରିବେ। ପ୍ରେଜେଣ୍ଟେସନ୍ ସ୍କିଲ୍ ଷ୍ଟ୍ରଙ୍ଗ ହେବ। ଇଣ୍ଟରଭ୍ୟୁରେ ଇମ୍ପ୍ରେସ୍ କରିପାରିବେ। ଏହି ମାସରେ ଯେଉଁମାନେ UPSC, ଗଭର୍ଣ୍ଣମେଣ୍ଟ ଏକ୍ଜାମ, ଲ, ଆଡ଼ମିନିଷ୍ଟ୍ରେସନ୍, MBA, ମ୍ୟାନେଜମେଣ୍ଟ, କ୍ରିଏଟିଭ୍ ଫିଲ୍ଡରେ, ଜର୍ଣ୍ଣାଲିଜିମ୍ ଆଣ୍ଡ ମାସ୍ କମ୍ୟୁନିକେସନ୍ ଏହିସବୁ ବିଭାଗରେ ପାଠ ପଢ଼ୁଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଧନର ଭାବ। ଦ୍ୱିତୀୟାଧିପତି ଶନି ଚତୁର୍ଥ ଭାବରେ ଅଛନ୍ତି। ଧନ ଆସିବ କିନ୍ତୁ ସ୍ଲୋ। ଆପଣ ସେଭିଙ୍ଗସ୍ ଉପରେ ଟିକେ ଧ୍ୟାନ ଦେବେ। ଖର୍ଚ୍ଚ ବଢ଼ିବାର ଯୋଗ ରହିଛି। ଘର, ଯାନବାହନ, ବନ୍ଧୁବାନ୍ଧବ, ଫ୍ୟାମିଲିରେ ଖର୍ଚ୍ଚର ପରିମାଣ ବଢ଼ିପାରେ। ଚତୁର୍ଥରେ ଶନି, ମଙ୍ଗଳ, ରବି ସଂଯୋଗ ହୋଇଛି। ମଙ୍ଗଳଙ୍କ ପ୍ରଭାବରେ ଅଚାନକ ଖର୍ଚ୍ଚ, ଇମ୍ପଲସିଭ୍ ସ୍ପେଣ୍ଡିଂ ଦେଖାଉଛି। ରବିଙ୍କ ପ୍ରଭାବରେ ଇଗୋ ବେସ୍ଡ ଡିସିସନ୍ ଯୋଗୁଁ ଫାଇନାନ୍ସିଆଲି ରିସ୍କ ରହିବ।
ଶନି ହେଉଛି ଡିଲେ ଏବଂ ପ୍ରେସର କାରକ ଗ୍ରହ। ମଙ୍ଗଳଙ୍କ ସହିତ ରହିଛି ଚତୁର୍ଥ ଭାବରେ। ତେଣୁ ହଠାତ୍ ଖର୍ଚ୍ଚ ବଢ଼ିଯାଇପାରେ। ପ୍ରପର୍ଟିକୁ ନେଇ ଭେହିକିଲ୍ ରିଲେଟେଡ୍ ଏକ୍ସପେନ୍ସେସ୍ ହୋଇପାରେ। ଘରର ରିନୋଭେସନରେ ଖର୍ଚ୍ଚ ହୋଇପାରେ। ଫ୍ୟାମିଲି ରେସ୍ପନ୍ସିବିଲିଟି ବଢ଼ିଯିବ। ଟେନସନ୍ ହେଇକି ଯଦି ଫାଇନାନ୍ସିଆଲ୍ ଡିସିସନ୍ କିଛି ନେଉଛନ୍ତି ତେବେ ଅସୁବିଧାରେ ପଡ଼ିପାରନ୍ତି। ପଜିଟିଭ୍ ସାଇଡ଼୍ ଯଦି ଦେଖିବା ତେବେ ଲଙ୍ଗ୍ ଟର୍ମ ଇନଭେଷ୍ଟମେଣ୍ଟରେ ଲାଭ ମିଳିବାର ଯୋଗ ରହିଛି। ଡିସିପ୍ଲିନ୍ ରଖିଲେ ସେଭିଂ ଷ୍ଟ୍ରଙ୍ଗ ହେବ। ଏପ୍ରିଲ 14 ପରେ ସ୍ଥିତି ଧୀରେ ଧୀରେ ଇମ୍ପ୍ରୁଭ୍ ହେବ। ଅନନେସେସରି ଏକ୍ସପେନ୍ସେସ୍ ଆଭଏଡ଼ ନ କଲେ ସେଭିଂସ୍ କମିଯିବ। ଲୋନ୍ ନେବା କିମ୍ବା ରିସ୍କ ଇନଭେଷ୍ଟମେଣ୍ଟ କରିବା ଏ ସମୟରେ ଠିକ୍ ନୁହେଁ। ଫ୍ୟାମିଲି ଏକ୍ସପେନ୍ସେସ୍ ତ ବଢ଼ିପାରେ। ଓଭରଅଲ୍ ଏହି ଏପ୍ରିଲ ମାସର ଆର୍ଥିକ ସ୍ଥିତି ଯଦି ଦେଖିବା ଇନକମ୍ ଆଭରେଜ୍ ଟୁ ଗୁଡ୍ ରହିବ। ଏକ୍ସପେନ୍ସେସ୍ ଆପଣଙ୍କର ସେଭିଂସ୍ କଣ୍ଟ୍ରୋଲ ଉପରେ ଡିପେଣ୍ଡ କରିବ। ଯଦି କଣ୍ଟ୍ରୋଲ ରଖିଲେ ତେବେ ଷ୍ଟେବୁଲ୍ ଗ୍ରୋଥ୍ ରହିଛି। କଣ୍ଟ୍ରୋଲ ନ ରହିଲେ ଫାଇନାନ୍ସିଆଲ୍ ପ୍ରେସର ବଢ଼ିବ। ଏବେ ଆଲୋଚନା କରିବା ଲଭ୍ ରିଲେସନ୍ ବିଷୟରେ। ପଞ୍ଚମ ଭାବ ଲଭ୍ ରିଲେସନ୍ର ଭାବ। ପଞ୍ଚମାଧିପତି ମଙ୍ଗଳ ଅଛନ୍ତି ଚତୁର୍ଥରେ ଶନି ରବିଙ୍କ ସହିତ। ଏହି ସ୍ଥିତି ଲଭ୍ ଲାଇଫ୍ରେ ଇମୋସନାଲ୍ ଡିଷ୍ଟର୍ବାନ୍ସ ଆଣିବ। ଘରୋଇ କଥା, ଫ୍ୟାମିଲି ଇସ୍ୟୁ କିମ୍ବା ଇଗୋ କ୍ଲାସ୍ ଦ୍ୱାରା ମିସ୍ଅଣ୍ଡରଷ୍ଟାଣ୍ଡିଂ ବଢ଼ିପାରେ। ଶନି ମଙ୍ଗଳଙ୍କର କମ୍ବିନେସନ୍ ଯୋଗୁଁ ଫ୍ରଷ୍ଟ୍ରେସନ୍ ରହିବ, ଆର୍ଗୁମେଣ୍ଟ ରହିବ। ରବିଙ୍କର କଞ୍ଜକ୍ସନ୍ ବି ରହୁଛି, ତେଣୁକରି ଇଗୋ ପ୍ରୋବ୍ଲେମ୍ ରହିବ। ଛୋଟ ମୋଟ ଝଗଡ଼ା ସହିତ ମୁଡ୍ ସୁଇଂ ଅଧିକ ରହିବ। ପଞ୍ଚମ ଭାବରେ ଶୁକ୍ର ଅବସ୍ଥାନ କରିଛନ୍ତି। ଶୁକ୍ର ହେଉଛନ୍ତି ଲଭ୍, ଆଟ୍ରାକ୍ସନ୍, ରୋମାନ୍ସର କାରକ ଗ୍ରହ। ତେଣୁ ଲଭ୍ ପାର୍ଟନରଙ୍କର ରୋମାଣ୍ଟିକ୍ ଫିଲିଂସ୍ ବଢ଼ିବ, ଆଟ୍ରାକ୍ସନ୍ ବଢ଼ିବ, ଇମୋସନାଲ୍ ବଣ୍ଡିଂ ବଢ଼ିବ। ପଞ୍ଚମ ଭାବରେ ଶୁକ୍ର ଅବସ୍ଥାନ କରିଛନ୍ତି। ପଞ୍ଚମ ଭାବ ହେଉଛି ପ୍ରେମ ପ୍ରଣୟର ଭାବ। ଏଠାରେ ଶୁକ୍ର ଥିବାରୁ ଲଭ୍ ଲାଇଫ୍ରେ କିଛି ପଜିଟିଭ୍ ଚେଞ୍ଜେସ୍ ଦେଖାଉଛି। ଯେଉଁମାନେ ସିଙ୍ଗିଲ୍ ଅଛନ୍ତି ସେମାନଙ୍କର ଲଭ୍ ଆଫେୟାର୍ ଷ୍ଟାର୍ଟ ହୋଇପାରେ। ଅପୋଜିଟ୍ ଜେଣ୍ଡର ପ୍ରତି ଆଟ୍ରାକ୍ସନ୍ ବଢ଼ିବ, ଫ୍ରେଣ୍ଡସିପ୍ ହୋଇପାରେ। ଆଉ ଯେଉଁମାନେ ଅଲରେଡ଼ି ରିଲେସନସିପ୍ରେ ଅଛନ୍ତି ସିଚୁଏସନ୍ ଭଲ ଏବଂ ଖରାପକୁ ବାଲାନ୍ସ କରିକି ଚାଲିବେ। ଓଭରଅଲ୍ ଲଭ୍ ଲାଇଫ୍ର କଥା ଯଦି କହିବି ନ୍ୟୁ ଲଭ୍ ଆସିବାର ଚାନ୍ସ ଅଛି। ଲଭ୍ରେ ଇଗୋ କ୍ଲାସ୍, ମିସ୍ଅଣ୍ଡରଷ୍ଟାଣ୍ଡିଂ, ପାର୍ଟନରଙ୍କ ସହିତ ଛୋଟ ମୋଟ କଥାରେ ତର୍କ ହେବ। ଲଭ୍ ରହିବ କିନ୍ତୁ ପିସ୍ କମିବ। ମ୍ୟାନେଜ୍ କଲେ ରିଲେସନସିପ୍ ଷ୍ଟ୍ରଙ୍ଗ ହେବ, ନହେଲେ ଡିଷ୍ଟାନ୍ସ ବଢ଼ିବ। ଏବେ ଆଲୋଚନା କରିବା ବିବାହ ଓ ଦାମ୍ପତ୍ୟ ଜୀବନ ବିଷୟରେ। ସପ୍ତମାଧିପତି ବୁଧ ଅଛନ୍ତି ତୃତୀୟରେ ରାହୁଯୁକ୍ତ ହୋଇକି। ଛୋଟ ଛୋଟ କଥାକୁ ବଡ଼ କରିବାର ଟେଣ୍ଡେନ୍ସି ଆସିପାରେ। ପାର୍ଟନରଙ୍କ ସହିତ ଆର୍ଗୁମେଣ୍ଟ ହେବ। ସମ୍ପର୍କକୁ ନେଇକି ଆପଣ କନଫ୍ୟୁଜ୍ ହୋଇପାରନ୍ତି। କମ୍ୟୁନିକେସନ୍ ମିସ୍ଅଣ୍ଡରଷ୍ଟାଣ୍ଡିଂ ବଢ଼ିପାରେ। ଏପ୍ରିଲ 11 ପରେ ସପ୍ତମାଧିପତି ବୁଧ ରହିବେ ଚତୁର୍ଥ ଭାବରେ ଶନି, ମଙ୍ଗଳ ଏବଂ ରବିଙ୍କ ସହିତ। ଘରୋଇ କଳହ, ଇଗୋ କ୍ଲାସ୍, ମେଣ୍ଟାଲ୍ ଷ୍ଟ୍ରେସ୍ ଆସିପାରେ। ଶନି, ମଙ୍ଗଳ, ରବିଙ୍କର ସଂଯୋଗ ଯୋଗୁଁ ଏଗ୍ରେସିଭନେସ୍ ବଢ଼ିବ, ପ୍ରେସର ବଢ଼ିବ। ଫ୍ୟାମିଲି ଏନ୍ଭାୟରମେଣ୍ଟ ଅଶାନ୍ତି ଲାଗିବ। କିନ୍ତୁ ଲଗ୍ନାଧିପତି ବୃହସ୍ପତି ସପ୍ତମ ଭାବରେ ଅବସ୍ଥାନ କରୁଛନ୍ତି। ତେଣୁ କିଛି ପଜିଟିଭ୍ ସାଇନ୍ ଦେଖିବାକୁ ମିଳିପାରେ ଦାମ୍ପତ୍ୟ ଜୀବନରେ। ରିଲେସନସିପ୍କୁ ସେଭ୍ କରିବା ପାଇଁ ବୃହସ୍ପତି ଏଠି ଶକ୍ତି ଦେବ। ପାର୍ଟନରଙ୍କର ସପୋର୍ଟ ମିଳିପାରେ। ଯଦିବା ଝଗଡ଼ା ହୁଏ ଶେଷରେ ସମାଧାନ ହେବ। ମୋଟାମୋଟି ଭାବରେ କହିବାକୁ ଗଲେ ମାସଟି ଅପ୍ସ ଆଣ୍ଡ ଡାଉନ୍ ରହିବ। ଅବିବାହିତମାନଙ୍କ ପାଇଁ ବିବାହ ପ୍ରପୋଜାଲ୍ ଆସିବ। କେହି କେହି ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇପାରନ୍ତି। ବିବାହ ହେବ କିନ୍ତୁ ଅବଷ୍ଟାକିଲ୍ ଆସିବ। ପ୍ରୋସେସିଂ ସ୍ଲୋ ରହିବ। ଆଉ ହଁ ନାଇଁରେ ବିବାହ ସମ୍ପନ୍ନ ହେବ। ଯେଉଁମାନେ ନବବିବାହିତ ଦମ୍ପତି ଉଭୟଙ୍କ ମଧ୍ୟରେ ମିସ୍ଅଣ୍ଡରଷ୍ଟାଣ୍ଡିଂ ବଢ଼ିପାରେ। ଲଙ୍ଗ୍ ଡିଷ୍ଟାନ୍ସ ରିଲେସନସିପ୍ରେ କମ୍ୟୁନିକେସନ୍ ଗ୍ୟାପ୍ ଆସିପାରେ। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ। ଦଶମ ଭାବ କର୍ମର ଭାବ। କର୍ମାଧିପତି ବୁଧ ଅଛନ୍ତି ତୃତୀୟରେ ରାହୁ ସହିତ। ଏବଂ 11 ଏପ୍ରିଲ ପରେ ବୁଧ ଚତୁର୍ଥ ଭାବରେ ଶନି, ମଙ୍ଗଳ, ରବିଙ୍କ ସହିତ ରହିବେ। ମାସ ଆରମ୍ଭରେ ଅର୍ଥାତ୍ ଏପ୍ରିଲ 1ରୁ 11 ତାରିଖ ଭିତରେ କମ୍ୟୁନିକେସନ୍, ନେଟୱାର୍କିଂ, ସ୍କିଲ୍ ବେସ୍ଡ ଗ୍ରୋଥ୍ ଉପରେ ଭଲ ଫୋକସ୍ ରହିବ। ରାହୁ ଏଠାରେ ଅନଏକ୍ସପେକ୍ଟେଡ୍ ଅପରଚ୍ୟୁନିଟି ଆଣିପାରନ୍ତି। କିନ୍ତୁ କନଫ୍ୟୁଜନ୍, ରଙ୍ଗ ଡିସିସନ୍ ନେବାର ଚାନ୍ସ ମଧ୍ୟ ରହିଛି। 11 ଏପ୍ରିଲ ପରେ କାମରେ ଚାପ ପଡ଼ିବ, ରେସ୍ପନ୍ସିବିଲିଟି ବଢ଼ିବ। ୱାର୍କ ଏନ୍ଭାୟରମେଣ୍ଟ କଠିନ ହେବ କିନ୍ତୁ ଲଙ୍ଗ୍ ଟର୍ମ ଷ୍ଟେବିଲିଟି ବିଲ୍ଡଅପ୍ ହେବ। ଯେଉଁମାନେ ପ୍ରାଇଭେଟ୍ ସେକ୍ଟରରେ ଜବ୍ କରୁଛନ୍ତି, କମ୍ୟୁନିକେସନ୍, ମାର୍କେଟିଂ, IT, ସେଲ୍ସ ଫିଲ୍ଡରେ ଇନଭଲ୍ଭ ଅଛନ୍ତି, ସେମାନେ ଗ୍ରୋ କରିବେ। ରେଫରେନ୍ସରେ ନେଟୱାର୍କିଂ ଦ୍ୱାରା ନୂଆ ଅଫର୍ କିଛି ଆସିପାରେ।
11 ଏପ୍ରିଲ ପରେ ବୁଧ ଶନି ମଙ୍ଗଳ ରବିଙ୍କ ସହିତ ରହୁଥିବାରୁ ମ୍ୟାନେଜର କିମ୍ବା ସିନିୟର ଅଫିସରଙ୍କ ସହିତ ମିସଅଣ୍ଡରଷ୍ଟାଣ୍ଡିଂ ବଢ଼ିପାରେ। ୱାର୍କଲୋଡ଼ ତ ବହୁତ ବଢ଼ିବ। ଏହି ସମୟ ମଧ୍ୟରେ ଯେଉଁମାନେ ଜବ୍ ଚେଞ୍ଜ କରିବା ପାଇଁ ଚାହୁଁଛନ୍ତି କେୟାରଫୁଲ୍ ଡିସିସନ୍ ନିଅନ୍ତୁ। ସେହିପରି ଗଭର୍ଣ୍ଣମେଣ୍ଟ ଜବ୍ ପ୍ରିପାରେସନ୍ କରୁଥିବା ଛାତ୍ରଛାତ୍ରୀମାନେ ଡିସିପ୍ଲିନ୍ ହେବେ। ଶନି ହେଉଛନ୍ତି ପେସେନ୍ସର କାରକ ଗ୍ରହ। ଦଶମାଧିପତି ବୁଧଙ୍କ ସହିତ ଯୁକ୍ତ ହୋଇ ଚତୁର୍ଥରେ ରହୁଛନ୍ତି। ଶନିଙ୍କର ପ୍ରେଜେନ୍ସ ଏଠି କଠିନ ପରିଶ୍ରମର ଉଚିତ ଫଳ ଦେଇପାରେ। ଏହି ଏପ୍ରିଲ ମାସରେ ଫାଉଣ୍ଡେସନ୍ ଷ୍ଟ୍ରଙ୍ଗ ହେବ, ରେଜଲ୍ଟ ପରେ ମିଳିବ। କର୍ପୋରେଟ୍ ସେକ୍ଟରରେ ଷ୍ଟ୍ରଙ୍ଗ ଇଣ୍ଡିକେସନ୍ ମିଳୁଛି। ଟିମ୍ ୱାର୍କରେ କନଫ୍ଲିକ୍ଟ ହୋଇପାରେ। ପ୍ରୋଜେକ୍ଟ ପ୍ରେସର, ଅଫିସ୍ ପଲିଟିକ୍ସ ବଢ଼ିପାରେ। ସିନିୟରଙ୍କ ସହିତ ଆର୍ଗୁମେଣ୍ଟ ହୋଇପାରେ। ଯଦି ପେସେନ୍ସ ରଖିବେ, ଅଣ୍ଡର କଣ୍ଟ୍ରୋଲ ରହିବେ, ତେବେ ପ୍ରମୋସନ୍ ବା ରେକଗ୍ନେସନ୍ ମିଳିପାରେ। ଯେଉଁମାନେ ଫ୍ରେଶର ଅଛନ୍ତି, ଇଣ୍ଟରଭ୍ୟୁ ସ୍କିଲ୍ ଡେଭଲପମେଣ୍ଟ ପାଇଁ ବେଷ୍ଟ ଟାଇମ୍। ସର୍ଟ ଟର୍ମ ଅପରଚ୍ୟୁନିଟି ମିଳିପାରେ। ଏପ୍ରିଲ 11 ପରେ ଜବ୍ ମିଳିଲେ ମଧ୍ୟ ଆଡ଼ଜଷ୍ଟମେଣ୍ଟ ଇସ୍ୟୁ, ୱାର୍କ ପ୍ରେସର ଦେଖି ଭଲ ନ ଲାଗିପାରେ। କିନ୍ତୁ ଯେଉଁମାନେ ଫାଷ୍ଟ ଟାଇମ୍ ପାଇଁ ଜବ୍ କରୁଛନ୍ତି ସେମାନେ ଜବ୍କୁ ଲାଇଟଲି ନିଅନ୍ତୁ ନାହିଁ, ଲର୍ଣ୍ଣିଂ ଫେଜ୍ରେ ନିଅନ୍ତୁ। ବୁଧ ରାହୁଙ୍କର ସଂଯୋଗ ମାସର ପ୍ରଥମ 10 ଦିନ ରହୁଥିବାରୁ ଯେଉଁମାନେ ଆଇଟି, ମାର୍କେଟିଂ, ଡିଜିଟାଲ ପ୍ଲାଟଫର୍ମ, ମିଡ଼ିଆ ଫିଲ୍ଡରେ କାମ କରୁଛନ୍ତି ସେମାନଙ୍କର ସଡନ୍ ଗ୍ରୋଥ୍ ହୋଇପାରେ। ଏପ୍ରିଲ 11 ପରେ ଚତୁର୍ଥରେ ଶନି ମଙ୍ଗଳ ରବି ବୁଧ ଦଶମ ଭାବକୁ ଦୃଷ୍ଟି। ଦଶମ ଭାବକୁ ଏତେ ଗୁଡ଼ିଏ ଗ୍ରହ ଦେଖୁଥିବାରୁ ମେଣ୍ଟାଲ ଷ୍ଟ୍ରେସ୍, ୱାର୍କ ଲାଇଫ୍ ଇନବାଲାନ୍ସ ହେବ। ଜବ୍ ଚେଞ୍ଜର ପସିବିଲିଟି ରହିଛି। ରଙ୍ଗ କମ୍ୟୁନିକେସନ୍ ପ୍ରୋବ୍ଲେମ୍ କ୍ରିଏଟ୍ କରିପାରେ। କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ। କର୍ମକ୍ଷେତ୍ରରେ ଆପଣଙ୍କୁ ନେଇ ପଲିଟିକ୍ସ ଚାଲିପାରେ। ଯେଉଁମାନେ ଆର୍କିଟେକ୍ଚର ଅଛନ୍ତି ସେମାନଙ୍କର ୱାର୍କ ଫିଲ୍ଡରେ କିଛି ସମସ୍ୟା ମଧ୍ୟ ରହିପାରେ। ଇଜିଲି କୌଣସି କାମ ହେବନି କି ଶାନ୍ତିପୂର୍ଣ୍ଣ ଭାବରେ କୌଣସି କାମ ହେବନି। ମାହୋଲ ସବୁବେଳେ ଗରମ ରହିବ। ଓଭରଅଲ୍ ଯଦି କହିବି, ଏହି ମାସର ଷ୍ଟାର୍ଟିଂରେ ଅପରଚ୍ୟୁନିଟି ସହିତ କନଫ୍ୟୁଜନ୍ ରହିବ ଏବଂ ମାସର ମଧ୍ୟମ ଭାଗରୁ ଶେଷ ପର୍ଯ୍ୟନ୍ତ ପ୍ରେସର ସହିତ ଷ୍ଟେବିଲିଟି ବିଲ୍ଡ ହେବ। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମ ଭାବ ବିଜନେସ୍ର ଭାବ। ସପ୍ତମାଧିପତି ହେଲେ ବୁଧ, ଅଛନ୍ତି ତୃତୀୟ ଭାବରେ। ବିଜନେସ୍ କମ୍ୟୁନିକେସନ୍, ମାର୍କେଟିଂ, ଅନଲାଇନ୍ ୱାର୍କରେ ସଡନ୍ ଗ୍ରୋଥ୍ ଆସିପାରେ। ରାହୁ ବୁଧ ଯୁକ୍ତ ଥିବାରୁ କନଫ୍ୟୁଜନ୍, ମିସଅଣ୍ଡରଷ୍ଟାଣ୍ଡିଂ, ଫ୍ରଡ୍ ଚାନ୍ସ ରହିଛି। ପାର୍ଟନରସିପ୍ ବିଜନେସ୍ରେ ଟ୍ରଷ୍ଟ ଇସ୍ୟୁ ହୋଇପାରେ। ସପ୍ତମ ଭାବରେ ବୃହସ୍ପତି ଅଛନ୍ତି, ତେଣୁ ଅଶୁଭ ପ୍ରଭାବକୁ କମ୍ କରିବେ ନିଶ୍ଚିତ ଭାବରେ। ଏହା ଏକ ଶୁଭ ସଂକେତ। ଆୟ ଭାବର ଅଧିପତି ଶୁକ୍ର ପଞ୍ଚମ ସ୍ଥାନରେ ଅବସ୍ଥାନ କରିଛନ୍ତି। ସ୍ମାର୍ଟ ଡିସିସନ୍, କ୍ରିଏଟିଭ୍ ଆଇଡ଼ିଆରୁ ପ୍ରଫିଟ୍ ଆସିବ। ସୋସିଆଲ ମିଡ଼ିଆ, କ୍ରିଏଟିଭ୍ ଫିଲ୍ଡ, ଟ୍ରେଡିଂରେ ଲାଭ ହୋଇପାରେ। ଏପ୍ରିଲ ମାସ ଆରମ୍ଭରୁ 10 ତାରିଖ ମଧ୍ୟରେ ବିଜନେସ୍ରେ ଗ୍ରୋଥ୍ ଚାନ୍ସ ରହିଛି, କିନ୍ତୁ ରିସ୍କ, କନଫ୍ୟୁଜନ୍ ରହିବ। ନୂଆ ଡିଲ୍ କେୟାରଫୁଲି ସାଇନ୍ କରନ୍ତୁ। ଏପ୍ରିଲ 11 ପରେ ବୁଧ ରହୁଛନ୍ତି ଶନି ମଙ୍ଗଳ ରବିଙ୍କ ସହିତ। ଏଇଟା ହେଉଛି ମେନ୍ ଟର୍ଣ୍ଣିଂ ପଏଣ୍ଟ। ନେଗେଟିଭ୍ ସାଇଡ଼୍ ଯଦି ଦେଖିବା, ବିଜନେସ୍ରେ ଟେନସନ୍ ବଢ଼ିବ। ଅଫିସ୍ ୱାର୍କ ପ୍ଲେସ୍ ଏନ୍ଭାୟରମେଣ୍ଟ ଷ୍ଟ୍ରେସଫୁଲ୍ ରହିବ। ଷ୍ଟାଫ୍ ପାର୍ଟନରଙ୍କ ସହିତ ଆର୍ଗୁମେଣ୍ଟ ହେବ। ଡିସିସନ୍ ମେକିଂରେ ପ୍ରେସର ଆସିବ। ଶନି ଏବଂ ମଙ୍ଗଳଙ୍କର ପ୍ରଭାବରୁ ଇନଭେଷ୍ଟମେଣ୍ଟରେ ରିସ୍କ ବଢ଼ିବ। ସେହିପରି ପଜିଟିଭ୍ ସାଇଡ଼୍ ଯଦି ଦେଖିବା, ହାର୍ଡ଼ୱାର୍କ କଲେ ଲଙ୍ଗ୍ ଟର୍ମ ଷ୍ଟେବିଲିଟି ଆସିବ। ରିଏଲ୍ ଇଷ୍ଟେଟ୍, ପ୍ରପର୍ଟି, ଭେହିକିଲ୍ ରିଲେଟେଡ୍ ବିଜନେସ୍ରେ ଲାଭ ରହିଛି। ବୃହସ୍ପତିଙ୍କର ସପୋର୍ଟ ଥିବାରୁ କମ୍ପ୍ଲିଟଲି ଲସ୍ ହେବନି। ଶୁକ୍ର ମଧ୍ୟ ଷ୍ଟ୍ରଙ୍ଗ ରହୁଛନ୍ତି। କ୍ରିଏଟିଭ୍ ଏବଂ ସ୍ମାର୍ଟ ଇନକମ୍ ଆସିବ। ନେଟୱାର୍କିଂରୁ ବେନିଫିଟ୍ ମିଳିବ। 11 ଏପ୍ରିଲ ପରେ ସତର୍କ ନ ରହିଲେ କିଛି କ୍ଷତି ମଧ୍ୟ ଦେଖାଉଛି। ଅନନେସେସରି ଏକ୍ସପେନ୍ସେସ୍, ପାର୍ଟନରସିପ୍ ଇସ୍ୟୁ, ରଙ୍ଗ ଇନଭେଷ୍ଟମେଣ୍ଟ ଯୋଗୁଁ ଲସ୍ ହୋଇପାରେ। ଯଦି ସଠିକ୍ ପ୍ଲାନିଂ ସହିତ ବିଜନେସ୍ କରିବେ ତେବେ ଲସ୍ ଆଭଏଡ଼ କରି ପ୍ରଫିଟ୍ ମେଣ୍ଟେନ୍ କରିପାରିବେ। ଓଭରଅଲ୍ ଯଦି କହିବି, ଏହି ମାସରେ ବିଜନେସ୍ର ସ୍ଥିତି ଧନୁରାଶି ପାଇଁ 50-50 ରେଜଲ୍ଟ ଦେବ। ଧନୁରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ? ବୃହସ୍ପତିଙ୍କର ଶୁଭତ୍ୱ ବୃଦ୍ଧି ପାଇଁ ଗୁରୁବାର ଦିନ ହଳଦୀ ଏବଂ ଚଣା ଡାଲି ଦାନ କରନ୍ତୁ। ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ବିଜନେସ୍ରେ ଏବଂ କର୍ମକ୍ଷେତ୍ରରେ ସ୍ଥିତିକୁ ସୁଧାରିବା ପାଇଁ ବୁଧଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓಂ ବ୍ରାଂ ବ୍ରିଂ ବ୍ରୌଂ ସ ବୁଧାୟ ନମଃ। ଦୈନିକ ଏହି ମନ୍ତ୍ରଟିକୁ 108 ଥର ଜପ କରନ୍ତୁ। ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ ଏବଂ ଶନି ମଙ୍ଗଳଙ୍କ ଶାନ୍ତି ପାଇଁ ପ୍ରତ୍ୟେକ ଶନିବାର ଦିନ ହନୁମାନ ଚାଳିଶାର ପାଠ କରନ୍ତୁ। ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ଏହା ଥିଲା ଧନୁରାଶି ପାଇଁ ଏପ୍ରିଲ ମାସର ଭବିଷ୍ୟତ ଫଳ ବିଷୟରେ ବିସ୍ତୃତ ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, କମେଣ୍ଟ, ସେୟାର କରିବା ପାଇଁ
ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ଆଉ ଏକ ନୂଆ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର।